ନା କଣ? ପ୍ରଦୀପ ନାୟକ। ଘର କୋଉଠି? ଘର ଇସ୍ରାପାଳ। ଇସ୍ରାପାଳ ଯୋଉ ଢେଙ୍କାନାଳ ଜିଲ୍ଲା ଇସ୍ରାପାଳ ହିନ୍ଦୋଳ ବ୍ଲକ। ଆଜ୍ଞା ଆଚ୍ଛା ଆପଣଙ୍କର କଣ ହେଇଥିଲା? ଆଜ୍ଞା କଣ ମୁଁ ଟିକେ ଆଜ୍ଞା ବିକଳାଙ୍ଗ ଲୋକ। କଣ ହେଇଛି ଆପଣଙ୍କର ବିକଳାଙ୍ଗ କଣ ହେଇଥିଲା? ଆଜ୍ଞା ଏଇ ଗୁଡ଼ ଏତି ଆଜ୍ଞା ଟିକେ ଗୋଟା ଦେଖେଇଲ। ଆଜ୍ଞା ଏତି ଗୁଡ଼। ହଁ ଆଚ୍ଛା ଛୋଟ ଲୋକ। ଛୋଟା ଲୋକ। ଆଚ୍ଛା ଏଇ ବିକଳାଙ୍ଗ ସାର୍ଟିଫିକେଟ ପାଇଁ ଆପଣ କାହା ସହିତ ଯୋଗାଯୋଗ କରିଥିଲେ? ଆଜ୍ଞା ବିଭୁ ଭାଇଙ୍କ ସହିତ। ବିଭୁ ଭାଇ ଯୋଉ ଆମର ସଦାଶକ୍ତି ସେବା ସଂସ୍ଥାନ ଜନମଙ୍ଗଳ ଯୋଉ ରାସୋଳ ଅଛି ଆଜ୍ଞା ତାର ଯୋଉ ଫାଉଣ୍ଡର ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜ୍ଞା ଆଚ୍ଛା ତାଙ୍କ ସହିତ ଆପଣ ଢେଙ୍କାନାଳ ଯାଇଥିଲେ? ଆଜ୍ଞା ହସ୍ପିଟାଲରେ ଡାକ୍ତରଙ୍କୁ ଦେଖେଇଥିଲେ? ଆଜ୍ଞା ସେ ଭାଇ ନେଇଥିଲେ ବିଭୁ ଭାଇ। ହଁ ଆଚ୍ଛା ଆଚ୍ଛା ଆପଣଙ୍କର ସବୁ କାଗଜପତ୍ର କାମ ସବୁ ବିଭୁ ଭାଇ କରିଦେଇଥିଲେ? ଆଜ୍ଞା ଆଚ୍ଛା ତମେ ଆଜି ସାର୍ଟିଫିକେଟ ହଉଛି ତମ ଦିଆହେଲା ତମକୁ ସାର୍ଟିଫିକେଟ ଆଜି ପାଇଲ ତମେ ଖୁସି ଅଛ? ଆଜ୍ଞା ହଁ ଆଜ୍ଞା ଆଚ୍ଛା ଏଇ ସାର୍ଟିଫିକେଟ ପାଇଲେ ତମେ କଣ କରିବ? କାହିଁକି ଗରିବ ଲୋକ କିଛି ଶସ୍ତା କିଛି ସରକାର ସାହାଯ୍ୟ ମତେ ମିଳିଲେ ଆଜ୍ଞା ମୁଁ ଚିରଯୁକ୍ତ ହେବି ଆଜ୍ଞା। ଆଚ୍ଛା ସରକାରଙ୍କ ତରଫରୁ ଆପଣଙ୍କର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଆପଣଙ୍କର ଟ୍ରାଇସାଇକେଲ ଆପଣଙ୍କୁ ଗୋଟେ ଯୋଗେଇ ଦିଆଯିବ ସମ୍ପୂର୍ଣ୍ଣ ମାଗଣା। କିନ୍ତୁ ଆପଣ ଯାଇକି ସେଠୁ ଢେଙ୍କାନାଳରୁ ଧରିକି ଆସିବେ ଆମ ସହିତ ଆପଣ ମାଗଣା ଯିବେ ଆପଣ କିନ୍ତୁ ସେଠୁ ଧରିକି ଆସିବେ ଆପଣଙ୍କର ଅଟୋ ଫଟୋ ଇଏ କରିକି ଆପଣ ଯାଇପାରିବେ ଯିବେ? ଆଜ୍ଞା ଯିବେ ଆପଣଙ୍କର ସେତିକି ଫାଇନାନ୍ସିଆଲ ଅଛି ସୁବିଧା? ଆଜ୍ଞା ସୁବିଧା ହେଲେ ମୁଁ ଆଜ୍ଞା ଯିବି ବିଭୁ ଭାଇ ସହିତ ଯିବି ଆଉ। ନାଇଁ ଆପଣଙ୍କର କିଛି ଅନୁଷ୍ଠାନ ତରଫରୁ ସାହାଯ୍ୟ ଆପଣ ଚାହୁଁଛନ୍ତି ମାନେ ଆର୍ଥିକ ସହାୟତା ସେମିତି କିଛି ଚାହୁଁଛନ୍ତି? ସାଇକେଲ ଖଣ୍ଡେ ଆଜ୍ଞା ପାଇଯାଉଛି ଖାଲି ଆଉ ସାଇକେଲ ଖଣ୍ଡେ ପାଇଗଲେ ହଉ। ଯୁଆଡେ ଯିବା କଥା ଗାଡି ମଟର ଯାଉଛି ହୁଁ କିନ୍ତୁ ସାଇକେଲ ଖଣ୍ଡେ ହେଲେ ମୁଁ ଯୁଆଡେ ଯାଇପାରିବି। ହଉ ଧନ୍ୟବାଦ ନିହାତି ଆପଣଙ୍କ ପାଇଁ ଚେଷ୍ଟା ଆମେ କରିବୁ ଆଉ ଡିଜାବିଲିଟି ସାର୍ଟିଫିକେଟ ଆପଣ ପାଇଗଲେ ଧନ୍ୟବାଦ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।